ଭାରତ ଟି-20 ବିଶ୍ୱକପ୍ ଜିତିଲା ପରେ କାନ୍ଦିଲେ ରୋହିତ ଶର୍ମା ଏବଂ ତାଙ୍କୁ ବୁଝାଇଲେ ତାଙ୍କର ପ୍ରିୟ ଖେଳାଳି ବିରାଟ କୋହଲି। ବିରାଟ କୋହଲି ବିଜୟ ଉତ୍ସବ ପରେ ମୁମ୍ବାଇ ୱାନଖେଡ଼େ ଷ୍ଟାଡିୟମରେ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ କହିଥିଲେ ଯେ ରୋହିତ ଶର୍ମା ବହୁତ କାନ୍ଦିଥିଲେ। ବାରବାଡୋସ୍ ବିଜୟ ପରେ ସେମାନଙ୍କ ଚାମ୍ପିୟନ ହେଲା ପରେ ସେ ରୋହିତ ଏବଂ ବିରାଟ କୋହଲି ଦୁଇ ଜଣ ଯାକ ଗୋଟିଏ ରୁମ୍ରେ ବସିଥିଲେ ଏବଂ ସେ ରୋହିତକୁ ଦେଖୁଥିଲେ ଯେ ରୋହିତ ଶର୍ମା ବହୁତ କାନ୍ଦୁଥିଲେ। ତାହା ଉପରେ କିଙ୍ଗ କୋହଲି କହିଛନ୍ତି ଯେ ବିଶ୍ୱ ବିଜେତା ହେବା ପରେ ଉଭୟ ଉଭୟଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ରନ୍ ମସିନ୍ କୋହଲି ବିଗତ 15 ବର୍ଷ ମଧ୍ୟରେ ରୋହିତ ଶର୍ମାଙ୍କୁ କେବେ ବି ଏତେ ମାତ୍ରାରେ ଭାବୁକ ହେବା ଦେଖିନଥିବାର ପ୍ରକାଶ କରିଛନ୍ତି। ଯେତେବେଳେ ସେ ସିଟି ଦେଇ ଡ୍ରେସିଂ ରୁମ୍ ପଟେ ଯାଉଥିଲେ ସେହି ସମୟରେ ରୋହିତ ଶର୍ମା ବହୁତ କାନ୍ଦୁଥିଲେ ବୋଲି କହିଛନ୍ତି ବିରାଟ କୋହଲି। ପରେ ସେମାନେ ଦୁହେଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଦୁହେଁ ସେହି ସମୟରେ ମନଭରି ମଧ୍ୟ କାନ୍ଦିଥିଲେ। ଏହି ସମୟ ତାଙ୍କ ପାଇଁ ଚିର ଅମର ସ୍ମୃତି ହୋଇ ରହିବ ବୋଲି ଦୁହେଁ ଖେଳାଳି କହିଛନ୍ତି। ଟ୍ରଫିକୁ ପାଖକୁ ଆଣି ଛୁଇଁବାକୁ ଆଉ କ'ଣ ଭଲ ମୁହୂର୍ତ୍ତ ହୋଇପାରେ ବୋଲି ସେ ତାଙ୍କର ଅନୁଭୂତି ବଖାଣିଛନ୍ତି। ବିରାଟ କୋହଲି 2011 ଦିନିକିଆ ବିଶ୍ୱକପ୍ ବିଜୟ ପରେ ଏହା ଜାଣିପାରିନଥିଲେ ଯେ ସଚିନଙ୍କ ସହ ଟିମ୍ର ବରିଷ୍ଠ ଖେଳାଳିମାନେ କାହିଁକି କାନ୍ଦୁଥିଲେ। ମାତ୍ର ଏବେ ସେ ଏହା ବୁଝିପାରିଛନ୍ତି ଯେ ଜିତ୍ର ଖୁସି ପାଇଁ ସେମାନେ କାନ୍ଦିଥିଲେ ଏବଂ ଯାହା 13 ବର୍ଷ ଧରି ହାସିଲ କରିପାରିନଥିଲେ ତାହା ବିଶ୍ୱକପ୍ ଦ୍ୱାରା ହାସିଲ କରି ସେମାନେ ବହୁତ ଭାବୁକ ହୋଇଯାଇଥିଲେ ଏବଂ କାନ୍ଦୁଥିଲେ ମଧ୍ୟ। ବର୍ତ୍ତମାନ ସମୟରେ ସେ ବରିଷ୍ଠ ଖେଳାଳି ହୋଇସାରିଛନ୍ତି, ଫଳରେ ଏହା ତାଙ୍କ ପାଇଁ ବୁଝିବା ବହୁତ ସହଜ ହୋଇଛି କାରଣ ସେ ବିଶ୍ୱ ବିଜୟ ହେବା ପରେ ଟିମ୍ ଇଣ୍ଡିଆକୁ 125 କୋଟି ଟଙ୍କାର ପୁରସ୍କାର ମିଳିଛି। ଏହାର ଘୋଷଣା ମଧ୍ୟ କରିଛି ବିସିସିଆଇ। ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବଦାନ ସବୁବେଳେ ସମସ୍ତଙ୍କ ଉପରେ ରହିବ। ପୂର୍ବରୁ ଭାରତ 13 ବର୍ଷ ଧରି ସଂଘର୍ଷ କରିଆସୁଥିବା ବେଳେ ଚଳିତ ଥର ବିଶ୍ୱକପ୍ ହାତେଇଛି ଇଣ୍ଡିଆ। ଗୋଟିଏ ବି ମ୍ୟାଚ୍ ନ ହାରି ବିଶ୍ୱକପ୍ ଜିତିବାର ମନଭରା ଖୁସି ମଧ୍ୟ ଲୋକମାନେ ବହୁତ ଉପଭୋଗ କରିଛନ୍ତି ଏବଂ ମୁମ୍ବାଇରେ ବହୁତ ବଡ଼ ବଡ଼ ରୋଡ୍ ଶୋ ମଧ୍ୟ କରାଯାଇଛି। ତେବେ ବିରାଟ କୋହଲି ଆଉ ରୋହିତ ଶର୍ମାଙ୍କୁ ସବୁଦିନେ ମନେ ରଖିବେ ବୋଲି ଦର୍ଶକମାନେ ମଧ୍ୟ ମତ ଦେଇଛନ୍ତି। ତେବେ ଏହା ଉପରେ ଆପଣମାନଙ୍କର ମତ କ'ଣ? ଅଲଗା ଭିଡ଼ିଓରେ ଦେଖନ୍ତୁ।